ସଦାପ୍ରଭୁଙ୍କ ନାମରେ ମୋର ପ୍ରେଜ୍ ଲର୍ଡ। ଆଉ ବର୍ତ୍ତମାନ ଆମେ ବାହାରେ ଅଛୁ, କେରଳାରେ ଅଛୁ। ସମସ୍ତେ ଆଜି ହଉଛି ପ୍ରଭୁଙ୍କର ବଡ଼ ଦିନ। ଆଉ ଆଜି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ ଗାଈ ଗୁହାଳରେ। ତ ଆମେ ମାନେ ବହୁତ ମିସ୍ କରୁଛୁ। ଆଉ ଦୁଃଖର ସହିତ ମୁଁ କହୁଛି ଯେ ସମସ୍ତେ ଘରେ ପରିବାର ସମସ୍ତେ ଆଜି ଖ୍ରୀଷ୍ଟମାସ ପାଳନ କରୁଥିବେ। ତ ପ୍ରଭୁଙ୍କର ଏଇ ଜନ୍ମଦିନ ଅବସରରେ ଆମେ ଅଛୁ, କେତେଟା ଭାଇ, ମୁଁ, ଆରିଆ, ମୋର ସାଙ୍ଗ ସମସ୍ତେ ଅଛୁ ଆମେ। ଆଉ କିଛି ନହେଲେ ବି ଛୋଟ କିଛି ଗୋଟେ ଜିନିଷ ଆମର ମଜବୁରିରେ ଆମେ ବାହାରେ ପଡ଼ିକରି ରହୁଛୁ ଅସୁବିଧା ହେତୁ, କିନ୍ତୁ ଆମକୁ ବି ଯିବା ପାଇଁ ମନ, ଗାଁକୁ ଯିବା ପାଇଁ, ପରିବାରକୁ ଭେଟିବା ପାଇଁ, ପରିବାର ସହିତ ଆଜିର ବଡ଼ଦିନକୁ ପାଳନ କରିବା ପାଇଁ। କିନ୍ତୁ ମଜବୁରିରେ ଆମେ ପଡ଼ି ରହିଛୁ ବାହାରେ, ଅନ୍ୟ ରାଜ୍ୟରେ ଦାଦନ ଖଟିବା ପାଇଁ ଆସିଛୁ ଆଉ ଏଠି ପଡ଼ି ରହିଛୁ। ତ ସେଇ ମଜବୁରିରେ ବି ଆଜିର ଏଇ ବଡ଼ ଦିନକୁ ଆମେ ଭୁଲି ପାରୁନୁ। ଗୋଟେ ଛୋଟିଆ ଆକାରରେ ବି କିଛି ଗୋଟେ ଜିନିଷ ପ୍ରଭୁଙ୍କର ମହାନାମକୁ ଆମେ ଗୌରବ କରିବୁ ଏବଂ ତାଙ୍କର ଜନ୍ମଦିନ ଅବସରରେ ଶୁଭେଚ୍ଛାକୁ ଅଭିନନ୍ଦନ କରିବୁ। ଆଉ ଆଜିର ଏଇ ପ୍ରଭୁଙ୍କର ଦିନକୁ ମନେ ପକାଉଛୁ ବା ତାଙ୍କର ଜନ୍ମଦିନ ଆମେ ପାଳନ କରୁଛୁ, ସେଇଥି ପାଇଁ ଛୋଟିଆ ଗୋଟେ ଜିନିଷ ଆଣିଛୁ, କେକ୍ ଆଣିଛୁ। ଆଉ ଏ କେକ୍ କୁ ଆମର ଅନବକ୍ସିଂ କରିବେ ମୋର ସଡୁ ସଡୁ ଟିକେ ଆସ, କେକ୍ ଖୋଲ ଟିକେ। ଦେଖନ୍ତୁ ସାଙ୍ଗମାନେ, ଆଉ ବଡ଼ ତ କିଛି କରିପାରୁନୁ ଆମେ, ଛୋଟ କେକ୍ ଗୋଟେ ଆଣିଛୁ। ଆହୁରି ମୁଁ ଡାକିବି ଯିଏ କି ଆମର ଏଠିର ଯେ ଭଲ ପ୍ରଭୁଙ୍କର ବିଶ୍ୱାସୀ ଭାଇ ଅଛନ୍ତି, ଆମର ଆରିଆ ଭାଇ, ଆଉ ତାଙ୍କେ କଳାହାଣ୍ଡିରେ ଅଛନ୍ତି, ଆମେ ମୁନିଗୁଡ଼ାରୁ ଅଛୁ। ଆଉ ଆମେ 3 ଜଣ ମିଶି ଗୋଟେ ପ୍ରଭୁଙ୍କର ଏଇ ଜନ୍ମଦିନ ଅବସରରେ ଗୋଟେ ଛୋଟିଆ ଜିନିଷ ଗୋଟେ କ'ଣ ଆମେ ପ୍ରଭୁଙ୍କର ନାମକୁ ମନେ ପକାଇବା ପାଇଁ ବାହାରେ ଥିଲେ ମଧ୍ୟ ପ୍ରଭୁଙ୍କର ଜନ୍ମଦିନ ପାଳନ କରିବା ପାଇଁ ଆଉ ତାଙ୍କର କିଛି ନା କିଛି ମାତ୍ରାରେ ପଇସା ପତ୍ର ଖର୍ଚ୍ଚ କରି ଛୋଟ ଜିନିଷ, ଛୋଟ କେକ୍ ଆଣିଛନ୍ତି। ଆଉ ସେ ଭାଇକୁ ମୁଁ ଅନୁରୋଧ କରିବି ଆଜି ଆସି ଏ କେକ୍ କୁ କାଟି ପ୍ରଭୁଙ୍କର ମହାନାମକୁ ଆ, ଗୌରବ କରିବା ପାଇଁ। ଆସ ଆରିଆ ଭାଇ। ତ ଆରିଆ ଭାଇ, ଆଜିର ବୋଲେ ପ୍ରଭୁଙ୍କର ଗୌରବ ଦିନକୁ କେମିତି ମନେ ପକାଉଛ ଏବଂ ଆମେ ବାହାରେ ସମସ୍ତେ ଅଛୁ କେମିତି ଫିଲ୍ କରୁଛ? ଗାଁରେ ସମସ୍ତେ ଅଛନ୍ତି, ଘରେ ସମସ୍ତେ ପରିବାର ଅଛନ୍ତି, ଚର୍ଚ୍ଚ ଯାଉଛନ୍ତି, ଉଜାଗର ବସୁଛନ୍ତି, ଆଜିର ଏଇ ଦିନକୁ କିଭଳି ପାଳନ କରୁଛନ୍ତି ଆଉ ଆଜି ଆମେ ମାନେ କେମିତି ଦୁଃଖର ସହିତ ଅଛୁ ଟିକେ ଦର୍ଶକ ମାନଙ୍କୁ କହିବେ। ସମସ୍ତଙ୍କୁ ମୋର ପ୍ରେସ୍ ଦ ଲର୍ଡ। ଆଉ ମୋ ଆଜି ଦିନଟା ଆମେ ଅଧିକରୁ ଅଧିକ ଆମେ ମିସ୍ କରୁଛୁ। ନହେଲେ ଆଜିକେ ଡେଟ୍ରେ ଆମେ ଗାଁରେ ରହିକି ନିଜର ଫ୍ୟାମିଲି ସାଙ୍ଗରେ ମିଶିକି ଆମେ ପ୍ରଭୁଙ୍କର ଆରାଧନା ମହିମା କରିବା ସମୟ ଥିଲା। କ'ଣ କରିବା, ଆମେ ବାହାରେ ଅଛୁ, ହେଲେ ବି ଆମେ 3 ଭାଇ ମିଶିକି ଆମେ ଏଠି ଗୋଟେ କ୍ରିସମାସରେ ଆମେ ପାଳନ କରୁଅଛୁ। ଆଉ ଏତେ ଦୂରରେ ଅଛୁ, ଆମେ କ'ଣ କରିବା? ସିଚୁଏସନ୍ ଦେଖିକରି ଆମେ ଏତେ ଦୂରକୁ ଆସିକି କାମ କରିକି ମାନେ ଗୋଟେ ଖୁସି ହିସାବରେ ଗୋଟେ କେକ୍ ଆଣିଛୁ ପ୍ରଭୁଙ୍କର ଜନ୍ମଦିନରେ କାଟିବା ପାଇଁ। ଆଉ ସେ ଆମେ କିନ୍ତୁ ପ୍ରଭୁଙ୍କର ମହିମା ସିନା କରିପାରୁନାହିଁ, କିନ୍ତୁ ତାଙ୍କର ଦିନକୁ ଆମେ ମନେ ପକାଉଛୁ, ତାଙ୍କ ନାମକୁ ମନେ ପକାଉଛୁ, ତାଙ୍କର ବାକ୍ୟକୁ ମନେ ପକାଉଛୁ। ସେଥିପାଇଁ ମୁଁ ଟିକେ ଗର୍ବିତ। ଆଉ ଆମେ କେକ୍ କାଟିବା ପାଇଁ ଯିବା ନା। ଆଜି ଏଇ ସୁନ୍ଦର ଅବକାଶ ପ୍ରଭୁ ଆମକୁ ଦେଇଛନ୍ତି ଯେ ଆଜିର ଯୋଉ 2024 ମସିହାକୁ ପ୍ରଭୁ ଆମକୁ ସୁରୁଖୁରୁରେ ଆଣିଛନ୍ତି। ଦୁଃଖ ଆଉ ବହୁତ ପ୍ରକାର ଦୁଃଖ ନିନ୍ଦାଟନ ସହି ମଧ୍ୟ ଏବେ 2025 ଦେଖିବାର ସମୟ। ଏହି 52 ସପ୍ତାହ ପ୍ରଭୁ ଆମମାନଙ୍କୁ ଭଲରେ ରଖିଛନ୍ତି ବୋଲି ପ୍ରଭୁଙ୍କର ବହୁତ ମୂଲ୍ୟବାନ ନାମକୁ ଆମେ ଧନ୍ୟବାଦ ଦଉଛୁ। ଏବଂ ମୋ ସହିତ ଅଛନ୍ତି ମୋର ଭାଇ ଆରିଆ ଭାଇ। ଆଉ ସେ କିଛି ଆଜିର ଏଇ ପ୍ରଭୁଙ୍କର ଜନ୍ମଦିନ ଅବସରରେ କିଛି ଦି ପଦ ବାକ୍ୟ ବା ବାଇବେଲ ଅଧ୍ୟୟନ କରିବେ। ଆସନ୍ତୁ ଆମେ ଆରିଆ ଭାଇକୁ ଅନୁରୋଧ କରିବା। ସମସ୍ତଙ୍କୁ ମୋର ପ୍ରେସ୍ ଦ ଲର୍ଡ, ହାଲେଲୁୟା। ଆଉ ଆମେ ବାକ୍ୟ ପଢ଼ିବା, ଆମେ ତ ପ୍ରଚାର ନାହିଁ, କିନ୍ତୁ ହେଲେ ବି ଆଜି ପ୍ରଭୁଙ୍କର ଜନ୍ମଦିନ, ସେଥିପାଇଁ ତାଙ୍କ ବାକ୍ୟ ଟିକେ ହେଲେ ଟିକେ ଆମେ ପଢ଼ିବା ଆଉ ମାନେ ପାଳନ କରିବା। ସେଥିପାଇଁ ପ୍ରଭୁ ଆମମାନଙ୍କୁ ଏତିକି ସୁଯୋଗ ଦେଲେ, ଆମକୁ 3 ଭାଇକୁ ଏକାଠି କରି ମାନେ ଆମର ପାଦ ଯାଏ ମସ୍ତିଷ୍କ ଯାଏ ଆମମାନଙ୍କୁ ସମ୍ଭାଳିଲେ। ଆଉ ବାହାରେ ଆମେ ଅଛୁ, ସମସ୍ତଙ୍କୁ ସୁରକ୍ଷାରେ ରଖିଅଛନ୍ତି। ସେଥିପାଇଁ ଗୋଟେ ଖୁସିର କଥା, ପ୍ରଭୁ ଆମମାନଙ୍କୁ ଦୟା କରୁଛନ୍ତି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ କରୁଛି ମୋ ପ୍ରିୟ ପ୍ରଭୁ ଯୀଶୁଙ୍କୁ। ଆଉ
ଆଗ ଆର ଦିନରେ ଯେମିତିକି ଆମେ ଭଲରେ ଯେତେ ପାପ କରିଛୁ ସବୁ ଭୁଲି ଯାଇକରି ଆମେ ଗୋଟେ ଭଲ ଜିନିଷ କି ପ୍ରଭୁଙ୍କର ସେବା ହଉ ନା ଅନେକ ଯାହା ଆମର ମନ ପରିବର୍ତ୍ତନ ହେବା ପାଇଁ ତମେ ଆମମାନଙ୍କୁ ଆମେ ଯେମିତି ଆଗକୁ ଯାଇପାରିବୁ ପ୍ରଭୁଙ୍କର ପ୍ରଚାର ହଉ ନା ପ୍ରଭୁଙ୍କର ବାକ୍ୟ ହଉ ଆମେ ଯେମିତି ପାଳନ କରି ପାରିବା ସେଥିପାଇଁ ଏ 2024ରେ ଡିସେମ୍ବର 25 ଆଉ କିଛି ସମୟ ଗଲା ଦିନ ପରେ ନୂଆ ବର୍ଷ ଆସିବ ମାନେ ଏ ବର୍ଷ ଶେଷ ହେବା ପାଇଁ ଯିବ ଆମେ ନିଜର ଜୀବନକୁ ବଦଳେଇ ଆମେ ଗୋଟେ ନୂଆ ଜୀବନ ଆମେ ଶୁରୁଆତ କରିବା ସେଥିପାଇଁ ଆମେ ଗୋଟେ ଛୋଟିଆ ମେସେଜ ଏଟା ଆଉ ଆମେ ତ ପାଲକ ନାହିଁ ବର୍ତ୍ତମାନ ଗୋଟେ ବାକ୍ୟ ପଢିବା ପାଇଁ ଇଚ୍ଛୁକ ସେଥିପାଇଁ ମୁଁ ବାକ୍ୟ ପଢିବି ଆଉ କେକ୍ କାଟିବା ଆମେ ହଁ ଆମେ ବାକ୍ୟ ପଢିବା ମାଥ୍ୟ ପୁସ୍ତକର 1ର 18 ପଦ ଯୀଶୁଙ୍କ ଜନ୍ମ ଏହି ପ୍ରକାରରେ ହେଲା ତାହାଙ୍କ ମାତା ମରିୟମଙ୍କ ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଛନ୍ତି ବୋଲି ଜଣା ପଡ଼ିଲା ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କୁ ପ୍ରକାଶେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ ହେ ଦାଉଦଙ୍କ ସନ୍ତାନ ଯୋସେଫ ତୁମ୍ଭର ଭାର୍ଯ୍ୟା ମରିୟମକୁ ଗ୍ରହଣ କରିବାକୁ ଭୟ କର ନାହିଁ କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଛି ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ ଆମେନ୍ ଆଉ ମୁଁ ଏତିକି ମୁଁ କହୁଛି ଆରୁ ବାକ୍ୟ ତ ବୁଝେଇବା ପାଇଁ ଇଚ୍ଛା ହଉଛି କିନ୍ତୁ ସମୟ ଅଭାବରୁ ଆମେ ଗୋଟେ କେକ୍ କାଟବା ଆଉ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ଆରେ ଆମେ ସୁରକ୍ଷିତରେ କାମ କରିକି ଘରକୁ ଯାଇକି ନିଜ ଫ୍ୟାମିଲି ସହିତ ଆମେ ଯିବା ପାଇଁ ଆପଣମାନେ ଯଦି ୟୁଟ୍ୟୁବରେ ଯଦି ଦେଖୁଛନ୍ତି ହେଲେ ଆମମାନଙ୍କୁ ପ୍ରାର୍ଥନା କରନ୍ତୁ ଯେପରି ଆମେ ବାହାରେ ଅଛୁ ଆଉ ଏ ବର୍ଷ ଆମେ ପାଲି ପାରିଲୁ ନାହିଁ ପ୍ରଭୁଙ୍କର ଜନ୍ମଦିନରେ ସେଥିପାଇଁ ଆର ବର୍ଷ ଯେମିତି ଆମେ ନିଜ ପରିବାର ସହିତ ଆମେ ଯେମିତି ପାଳନ କରିପାରିବୁ ସେଥିପାଇଁ ଆପଣମାନେ ଟିକେ ପ୍ରାର୍ଥନା କରିବେ ଆଉ ମୋ ୟୁଟ୍ୟୁବକୁ ଆଉ ଆସନ୍ତୁ ସମସ୍ତେ ଆଉ ଆଜିର ବଡ ଦିନ ପ୍ରଭୁଙ୍କର ବହୁତ ବଡ ଦିନ ଜନ୍ମଦିନ ଆଉ ଆମେ ଖୁସିର ସହିତ ପାଳନ କରିବା ଆଉ ଦୁଃଖର ସମୟ ତ ଆମର ବିତି ଯାଇଛି ଏବେ ପ୍ରଭୁ ଆମମାନଙ୍କୁ ନୂଆ ବର୍ଷ ନୂଆ ଦିନ ଦେଖେଇବେ ତ ଆମେ ଖୁସିର ସହିତ ପ୍ରଭୁଙ୍କର ଆଜିର ବଡ ଦିନକୁ ଆମେ କେକ୍ କାଟି ପ୍ରଭୁଙ୍କର ମୋ ନାମକୁ ଗୌରବ କରିବା ଆସନ୍ତୁ ଆଉ ମୁଁ ଅନୁରୋଧ କରିବି ଆର୍ୟା ଭାଇ କେକ୍ କାଟବେ ପ୍ରଭୁଙ୍କ ନାମରେ କାଟ ଚକୋଲେଟ୍ ବେଶୀ ପକେଇ ଦେଇଛି ପଡୁ ଆସ ବର୍ଷରୁ ଦେଖ ହଁ ଦେଖବ ଜିତୁ ଜିତୁ ନାଇଁ ଧର ଧର ତମେ ଧର ସବକେ ଦେଇ ହଁ ଜିତୁ सबको दिया है बना एक तो रटकुचे को सबकी काट ले बा ଟିକେ ଟିକେ ବି କାଟ ବେଶୀ କରି ବି କାଟ କେମତି ଲାଗଲା ଆଉ ଆଜି ଭଲ ଲାଗୁଛେ କାଁଥିର ଲାଗି ତମେ ମାନେ ଖ୍ରୀଷ୍ଟମାସ 3 ଜଣ କରୁଛ ଆମକା ବି ବହୁତ ଖୁସି ଲାଗଲା କେକ୍ ଖାଇବା ପାଇଁ ମିଳିଲା ଆର ମିଠା କେତେ ମିଠା ଲାଗୁଛି ମିଠା ଭଲ ଲାଗୁଛି ଆର କାଣ ଆର କହିବି ଭଲ ଲାଗୁଛି ଆର ବି ଖାଇଦମୁ ଟାଇମ ପଡିଲେ ହଁ ଠିକ ଅଛି ଆଜି କ୍ରିସମାସ କେମତି ଲାଗଲା
ବହୁତ ଖୁସି ଲାଗୁଛି କେକ୍ କେକ୍ ଖାଇବାକେ ମିଳିଲା ଆମେ ତ ଦେଖୁଛ ତ ଶୁକି ଭାଙ୍ଗି ମରି ଯାଉଛୁ ଏଟାର ଲାଗି କେକ୍ ଖାଇବାକୁ ମିଳିଲା ଜବର ଖୁସି ଲାଗୁଛି ଆଜି ଖ୍ରୀଷ୍ଟମାସ ଆରେ କାଇଟା କହିବି କ୍ରିସମାସ କହୁନା ହାପି ଖ୍ରୀଷ୍ଟମାସ ଘର ଲୋକ ଘରର ଲୋକ ସବୁ ଲୋକ ଆମର ଓଡିଶାର ଲୋକ ସବୁ ଲୋକ ହାପି ଖ୍ରୀଷ୍ଟମାସ ଆମେ ତ ବାହାରେ ଅଛୁ ଗୋଲଗୋଲା ହେଇ ମରି ଯାଉଛୁ ବାବୁ ମାର କାମ କରିବା ଗାଣ ଫାଟି ଯାଉଛି ଆଜି କେକ୍ ମିଳିଲା ଏଡକି ବଡ କଥା